ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ବିରୋଧୀ ସଂଗଠନ ଓ ନେଟୱାର୍କଗୁଡ଼ିକୁ ଚିହ୍ନଟ କରିବା ଲାଗି ଗୁଇନ୍ଦା ସମନ୍ୱୟ ରଣନୀତି ବିକଶିତ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଜାତୀୟ ଖାଉଟି ଦିବସ ଅବସରରେ ଆଜି କେତେକ ସ୍ୱତନ୍ତ୍ର ପଦକ୍ଷେପ ସମ୍ପର୍କରେ ଘୋଷଣା କରିବେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ। 2025 ସାଧାରଣତନ୍ତ୍ର ଦିବସ ପାଇଁ ବିଷୟବସ୍ତୁ ଘୋଷଣା କଲା ପ୍ରତିରକ୍ଷା ମନ୍ତ୍ରଣାଳୟ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଭି ରାମାସୁବ୍ରମଣ୍ୟମ ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ନିଯୁକ୍ତ। ଏବଂ ମହିଳା କ୍ରିକେଟରେ ଆଜି ଭଦୋଦରାର କୋଟାମ୍ବିଠାରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ। ଭାରତ ବିରୋଧୀ ସଂଗଠନ ଏବଂ ନେଟୱାର୍କଗୁଡ଼ିକୁ ଚିହ୍ନଟ କରିବା ଲାଗି ବନ୍ଧୁ ରାଷ୍ଟ୍ରମାନଙ୍କ ସହିତ ଗୁଇନ୍ଦା ସମନ୍ୱୟ ରଣନୀତି ବିକାଶ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ 37ତମ ଗୁଇନ୍ଦା ବ୍ୟୁରୋର ଶତବାର୍ଷିକୀରେ ଉଦ୍ବୋଧନ ଅବସରରେ ଶ୍ରୀ ଶାହା କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣ, ସାଇବର ଆକ୍ରମଣ ଏବଂ ଉଗ୍ରବାଦ ଭଳି ଆହ୍ୱାନର ମୁକାବିଲା ନିମନ୍ତେ ଚିରାଚରିତ ବ୍ୟବସ୍ଥାରୁ ବାହାରକୁ ଯାଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ଗୁଇନ୍ଦା ବ୍ୟୁରୋକୁ ପ୍ରଶଂସା କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, କାର୍ଯ୍ୟ ପଦ୍ଧତି, ସତର୍କତା, ତ୍ୟାଗ ଓ ସମର୍ପଣ ପରମ୍ପରା ଯୋଗୁଁ ଆମ ଦେଶ ସୁରକ୍ଷିତ ରହିଛି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୁରକ୍ଷା ସଂସ୍ଥାଗୁଡ଼ିକ ଗତ 5 ବର୍ଷ ମଧ୍ୟରେ ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିପାରିଛନ୍ତି। ସେ କହିଛନ୍ତି, ସୁରକ୍ଷା ସଂସ୍ଥାଗୁଡ଼ିକର ସଫଳତା ଏହାର କର୍ମଚାରୀଙ୍କୁ ଦିଆଯାଇଥିବା ପ୍ରଶିକ୍ଷଣର କ୍ଷମତା ଉପରେ ନିର୍ଭର କରିଥାଏ। ଆଗାମୀ ଦିନରେ ଗୁଇନ୍ଦା ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା କୃତ୍ରିମ ବୁଦ୍ଧିମତ୍ତା ଓ ମେସିନ୍ ଲର୍ଣ୍ଣିଂ ବ୍ୟବସ୍ଥାର ବ୍ୟବହାର ବୃଦ୍ଧି କରିବା ଆବଶ୍ୟକ। ସେ କହିଛନ୍ତି, 2047 ସୁଦ୍ଧା ଏକ ସମ୍ପୂର୍ଣ୍ଣ ବିକଶିତ ଭାରତର ସ୍ୱପ୍ନ ପୂରଣ ଲାଗି ସୁରକ୍ଷା ସଂସ୍ଥାଗୁଡ଼ିକୁ ସମସ୍ତ ସମ୍ଭାବ୍ୟ ବିପଦକୁ ଆକଳନ କରିବା ଏବଂ ସେଥିରୁ ଦେଶକୁ ରକ୍ଷା କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ସେ କହିଛନ୍ତି, କ୍ରିପ୍ଟୋ ମୁଦ୍ରା ପାଇଁ ବ୍ଲକ୍ ଚେନ୍ ବିଶ୍ଳେଷଣ ଉପକରଣ ବ୍ୟବହାର କରାଯିବା ଉଚିତ। ନକଲି ଇମେଲ୍ ଏବଂ ମିଛ କଲ୍ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି। ଜାତୀୟ ଖାଉଟି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧ୍ୟକ୍ଷତା କରିବେ। ଏଥିରେ ସେ କେତେକ ସ୍ୱତନ୍ତ୍ର ପଦକ୍ଷେପ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ଯୋଶୀ ଇ-ମ୍ୟାପ୍ ପୋର୍ଟାଲ, ଏଆଇ ଆଧାରିତ ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ 2.0, ଜାଗୋ ଗ୍ରାହକ ଜାଗୋ ଆପ୍, ଜାଗୃତି ଆପ୍ ଏବଂ ଜାଗୃତି ଡ୍ୟାସବୋର୍ଡର ଶୁଭାରମ୍ଭ କରିବେ। ଏହି ପଦକ୍ଷେପଗୁଡ଼ିକ ଉପଭୋକ୍ତାମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହ ସଚେତନ କରାଇବ। ଏହି ଅବସରରେ 13ଟି ପ୍ରମୁଖ ଇ-କମର୍ସ କମ୍ପାନୀ ଉପଭୋକ୍ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ପ୍ରତିଶ୍ରୁତି ପତ୍ରରେ ସ୍ୱାକ୍ଷର କରିବେ। ଚଳିତ ବର୍ଷ ଜାତୀୟ ଖାଉଟି ଦିବସର ବାର୍ତ୍ତା ରହିଛି, ଡିଜିଟାଲ ନ୍ୟାୟ ପାଇବା ପାଇଁ ଭର୍ଚୁଆଲ ଶୁଣାଣି ଏବଂ ଡିଜିଟାଲ ଆକ୍ସେସ୍। ଖାଉଟି ଦିବସ ଅବସରରେ ଆଜି ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଜାଗୋ ଗ୍ରାହକ ଜାଗୋ ଏବଂ ଜାଗୃତି ଆପ୍ ଓ ଜାଗୃତି ଡ୍ୟାସବୋର୍ଡର ଉନ୍ମୋଚନ କରାଯିବ। ଫଳରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ସ୍ୱୟଂଚାଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହେବେ। ଜାଗୋ ଗ୍ରାହକ ଜାଗୋ ଆପ୍ର ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାଙ୍କ ଅନଲାଇନ୍ କାର୍ଯ୍ୟକଳାପ ସମୟରେ ସାର୍ବଜନୀନ ଲିଙ୍କ ବିଷୟରେ ଅତି ଆବଶ୍ୟକ ଇ-କମର୍ସ ସୂଚନା ପ୍ରଦାନ କରିବା। ଉପଭୋକ୍ତାଙ୍କ ନିକଟକୁ ଆସୁଥିବା କୌଣସି ଲିଙ୍କ ସୁରକ୍ଷିତ କି ନୁହେଁ ତାହା ଏହି ଆପ୍ ଜରିଆରେ ଜଣାପଡ଼ିବ। ଅନ୍ୟପକ୍ଷରେ ଜାଗୃତି ଆପ୍ ଜରିଆରେ କୌଣସି ସନ୍ଦେହଜନକ ଲିଙ୍କ ସମ୍ପର୍କରେ ରିପୋର୍ଟ କରାଯାଇପାରିବ। ଏଥିରେ ସମ୍ଭାବ୍ୟ ସମାଧାନ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଭିଯୋଗ ପଞ୍ଜୀକରଣ କରାଯିବାର ବ୍ୟବସ୍ଥା ରହିଛି। 2025 ମସିହା ସାଧାରଣତନ୍ତ୍ର ଦିବସ ପାଇଁ ସ୍ୱର୍ଣ୍ଣିମ ଭାରତ, ବିରାସତ ଓ ବିକାଶ ବିଷୟବସ୍ତୁ ରହିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ପ୍ୟାରେଡ୍ ସମୟରେ କର୍ତ୍ତବ୍ୟ ପଥରେ
15ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିବେ। ସେହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ, ବିହାର, ଚଣ୍ଡିଗଡ଼, ଦାଦର ନଗର ହାବେଲି ଏବଂ ଡାମନ ଓ ଡିଉ, ଝାଡ଼ଖଣ୍ଡ, ଗୁଜରାଟ, ହରିୟାଣା ଓ କର୍ଣ୍ଣାଟକ। ଏହାଛଡ଼ା ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ନିମନ୍ତେ 11ଟି ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ବିଭାଗକୁ ଚୟନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଭି ରାମାସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର ଆୟୋଗର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ରାମାସୁବ୍ରମଣ୍ୟମଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଆୟୋଗର ସଦସ୍ୟ ଭାବେ ରାଷ୍ଟ୍ରପତି ପ୍ରିୟଙ୍କ କାନୁନଗୋ ଏବଂ ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍ ରାମାସୁବ୍ରମଣ୍ୟମ 2019 ସେପ୍ଟେମ୍ବର 23 ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ 2023 ଜୁନ୍ 29ରେ ଅବସର ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରୁଣ କୁମାର ମିଶ୍ର ଜୁନ୍ 1ରେ ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟକାଳ ସମାପ୍ତ କରିଥିଲେ। ବିଜୟ ଭାରତୀ ସାୟାନୀ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 6 ଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ଆମେରିକୀୟ ପ୍ରତିପକ୍ଷଙ୍କ ସହ ବିଭିନ୍ନ ଦ୍ୱିପକ୍ଷୀୟ, ଆନ୍ତର୍ଜାତିକ ଏବଂ ବୈଶ୍ୱିକ ସମସ୍ୟା ଉପରେ ଆଲୋଚନା କରିବେ। ଏହାଛଡ଼ା ଡକ୍ଟର ଜୟଶଙ୍କର ଆମେରିକାରେ ଥିବା ଭାରତର କନସର୍ନ ଜେନେରାଲଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ସେଠାକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ନିଜ ଦେଶକୁ ଫେରାଇ ନେବା ଲାଗି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରିଛି। ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ବାଂଲାଦେଶ ଉଚ୍ଚାୟୁକ୍ତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଏକ ନୋଟ୍ ଭରବାଲେ ଦେଇଥିବା ଜଣାପଡ଼ିଛି। ଏହାର ଜବାବରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଏ ସମ୍ପର୍କରେ ଏବେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ। ଚଳିତ ବର୍ଷ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ଶେଖ୍ ହସିନା ନିର୍ବାସିତ ଅବସ୍ଥାରେ ଭାରତରେ ରହୁଛନ୍ତି। ସୂଚନା ଅନୁଯାୟୀ ଶେଖ୍ ହସିନା ବାଂଲାଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପରେ ଭାରତ ପଳାଇ ଆସିଥିଲେ। ବନ୍ଧୁ ରାଷ୍ଟ୍ର ହିସାବରେ ଭାରତ ଶେଖ୍ ହସିନାଙ୍କୁ ଆଶ୍ରୟ ଦେଇଛି। ତେବେ ବାଂଲାଦେଶରେ ଶେଖ୍ ହସିନାଙ୍କ ବିରୋଧରେ 200ରୁ ଅଧିକ ମାମଲା ଦାୟର ହୋଇଛି। କିଛିଦିନ ପୂର୍ବେ ସେଠାକାର ଏକ ନ୍ୟାୟାଳୟ ନଭେମ୍ବର 18 ତାରିଖ ସୁଦ୍ଧା ଶେଖ୍ ହସିନା ଏବଂ ତାଙ୍କ ରାଜନୈତିକ ଦଳର ଅନ୍ୟାନ୍ୟ ସଦସ୍ୟମାନଙ୍କୁ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସେହି ସମୟସୀମା ପୂରଣ ହେବା ପରେ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଶେଖ୍ ହସିନାଙ୍କୁ ଭାରତ ବାଂଲାଦେଶକୁ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂ ଏବଂ ଗ୍ୟାଙ୍ଗଷ୍ଟାର ବଚିତାର ସିଂର ଜଣେ ପ୍ରମୁଖ ସହଯୋଗୀକୁ ଜାତୀୟ ତଦନ୍ତକାରୀ ସଂସ୍ଥା NIA ମୁମ୍ବାଇରୁ ଗିରଫ କରିଛି। ପଞ୍ଜାବ ଆତଙ୍କୀ ଷଡ଼ଯନ୍ତ୍ରରେ ସେ ସମ୍ପୃକ୍ତ ଥିବା କୁହାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ NIA ପକ୍ଷରୁ କୁହାଯାଇଛି, ଗିରଫ ଯତୀନ୍ଦ୍ର ସିଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲର ବିଦେଶସ୍ଥିତ ଲଖବୀର ଦ୍ୱାରା ଗଠିତ ଆତଙ୍କବାଦୀ ସଂଗଠନର ସଦସ୍ୟ। NIA ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ଯତୀନ୍ଦ୍ର ସିଂ ପଞ୍ଜାବର ଲଖବୀର ଏବଂ ବଚିତାର ସହଯୋଗୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା। ଯତୀନ୍ଦ୍ର ସିଂ ମଧ୍ୟପ୍ରଦେଶରୁ 10ଟି ପିସ୍ତଲ ଆଣି ପଞ୍ଜାବର ଆତଙ୍କବାଦୀମାନଙ୍କୁ ଦେଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ CISF ପକ୍ଷରୁ ଏକ ନୂତନ ନିଯୁକ୍ତି ନୀତି ଉନ୍ମୋଚିତ ହୋଇଛି। CISF IG ଡକ୍ଟର KC ସାମନ୍ତରାୟ ନୂଆଦିଲ୍ଲୀରେ କହିଛନ୍ତି, ପ୍ରଥମ ଥର ପାଇଁ ପସନ୍ଦ ଭିତ୍ତିକ ନିଯୁକ୍ତି ଆରମ୍ଭ କରାଯାଇଛି। ଏଣିକି ପ୍ରତ୍ୟେକ କର୍ମଚାରୀ 10ଟି ନିଜ ପସନ୍ଦଯୋଗ୍ୟ ନିଯୁକ୍ତି ସ୍ଥାନ ତାଲିକାଭୁକ୍ତ କରିବାର ସୁଯୋଗ ପାଇବେ। 2 ବର୍ଷ ମଧ୍ୟରେ ଅବସର ନେବାକୁ ଥିବା CISF ଯବାନମାନଙ୍କ ପସନ୍ଦଯୋଗ୍ୟ 3ଟି ସ୍ଥାନ ମଧ୍ୟରୁ ପୋଷ୍ଟିଂ ଦିଆଯିବ ଏବଂ ସେମାନଙ୍କୁ ଏ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଆଜି 3 ମ୍ୟାଚ୍ ବିଶିଷ୍ଟ ICC ମହିଳା ଚାମ୍ପିୟନସିପ୍ର ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ। ଅପରାହ୍ନ 1:30ରୁ ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତ ବିରୋଧୀ ସଂଗଠନ ଓ ନେଟୱାର୍କଗୁଡ଼ିକୁ ଚିହ୍ନଟ କରିବା ଲାଗି ଗୁଇନ୍ଦା ସମନ୍ୱୟ ରଣନୀତି ବିକଶିତ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଜାତୀୟ ଖାଉଟି ଦିବସ ଅବସରରେ ଆଜି କେତେକ ସ୍ୱତନ୍ତ୍ର ପଦକ୍ଷେପ ସମ୍ପର୍କରେ ଘୋଷଣା କରିବେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ।
2025 ସାଧାରଣତନ୍ତ୍ର ଦିବସ ପାଇଁ ବିଷୟବସ୍ତୁ ଘୋଷଣା କଲା ପ୍ରତିରକ୍ଷା ମନ୍ତ୍ରାଳୟ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଭି ରାମାସୁବ୍ରମଣ୍ୟମ୍ ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ନିଯୁକ୍ତ। ଏବଂ ମହିଳା କ୍ରିକେଟରେ ଆଜି ଭଦୋଦରାର କୋଟାମ୍ବିଠାରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍। ସମ୍ବାଦ ଶେଷ ହେଲା।